ଜୟ ଜଗନ୍ନାଥ ସାଙ୍ଗମାନେ। ଆଉ କେମିତି ଅଛନ୍ତି? ଭଲ ହିଁ ତ ଥିବେ ନା ଅବଭିୟସଲି। ମୁଁ ଭଲ ଅଛି ମାନେ ଆପଣ ବି ଭଲରେ ଥିବେ ଏତିକି ମୋର ଆଶା। ଗାଧେଇ ପାଧେଇକି ମୁଁ ବାହାରି ପଡ଼ିଥିଲି ଅଫିସ୍। ଅଫିସ୍ କଲାବେଳକୁ ଦେଖିଲି ଭାଇ ମୋ ଭାଇଟା ଶୋଇଛି। କାହିଁକିନା ତା ଅଫିସ୍ 11ଟା ବେଳେ। କି ସୁଖ ଜୀବନ ଭାଇ! ସୁଖ ଜୀବନ ସାୟଦ ଆକୁ ହିଁ କୁହାଯାଏ। ଗାଧେଇ ପାଧେଇକି 11ଟାରେ ତମେ ଅଫିସ୍ ଯିବ। ଗଲାବେଳେ ଭାଇ ଏ ଗଛଟାକୁ ଦେଖିଲି। ମୁଁ ତ ଜାଣିନି ୟା ନାଁ କଣ? ଯଦି ଆପଣ ଜାଣିଛନ୍ତି କମେଣ୍ଟରେ ନିଶ୍ଚିନ୍ତ ଜଣେଇବେ। ବହୁତ ସୁନ୍ଦର ଲାଗୁଥିଲା। ରାତିରେ ଆସିଲା ଦେଖିଲା ବେଳକୁ ଭାଇ ଗ୍ୟାସ୍ ନାହିଁ। ଭାଇ କହିଲା ହଉ ଚାଲ ଯିବା ଟିକେ ଗ୍ୟାସ୍ ଭର୍ତ୍ତି କରିକି ଆଣିବା। କାହିଁକିନା ଯେହେତୁ ଆଜି 12ଟା ଅଛି କିଛି ଗୋଟେ ଇଚ୍ଛା ହଉଛି। ଦି ଭାଇ ଆମେ ବାହାରି ପଡ଼ିଲୁ ଗ୍ୟାସ୍ ଭର୍ତ୍ତି କରିବାକୁ। ଗ୍ୟାସ୍ ଦୋକାନରେ ପହଞ୍ଚି ଭାଇନା ଦେଖିଲା ବେଳକୁ କହିଲେ ଯେ ଗ୍ୟାସ୍ ଠିକ୍ ଅଛି, ଗ୍ୟାସଟା ଟିକେ ଖରାପ ଥିଲା। ଗ୍ୟାସକୁ ଠିକ୍ କରିଦେଇକି ଚିକେନ୍ ଟିକେ କିଣିକିଣି ମୋ ଭାଇ ମୁହଁରେ ପୁରା ଦେଖେଇଦେଲି। ଭାଇ ଦେଖ ତୋ ପାଇଁ ମୁଁ ଚିକେନ୍ ଆଣିଛି, ତୁ ଆଜି ରୋଷେଇ କର। ଭାଇ କହିଲା ନା ନା ମୁଁ କରିବିନି, ମତେ ତ ଆସିନି, ତୁ ହିଁ କରିବୁ। ତ ମୁଁ ବସି ପଡ଼ିଲି ଚିକେନ୍ ରୋଷେଇ କରିବାକୁ। ତେଲକୁ ଭଲସେ ପକେଇଦେଲି, ଟିକେ ଗରମ ହେଲା ପରେ ପିଆଜକୁ ପକେଇ ଦେଇକି ଟମାଟକୁ ପେଷ୍ଟ ପକେଇଦେଲି। ଟମାଟୋ ପେଷ୍ଟ ପକେଇଲା ପରେ ଭାଇ ମୁଁ 3ଟା ମସଲା ହିଁ ୟୁଜ୍ କରେ ସବୁବେଳେ। ହଳଦୀ, ଲଙ୍କା ଆଉ ମିଟ୍ ମସଲା। ସମସ୍ତେ ପ୍ରାୟ ଚିକେନ୍ ମସଲା ୟୁଜ୍ କରନ୍ତି କିନ୍ତୁ ମୁଁ ୟୁଜ୍ କରେ ମିଟ୍ ମସଲା। କାହିଁକିନା ମତେ ପ୍ରିଫର ଏଇଟା ଭାଇ ବହୁତ ଟେଷ୍ଟ ଆସେ। ତ କଷାର ଯୋଉ ସ୍ମେଲଟା ଆସୁଥିଲା ଭାଇ ଆଉ ସମ୍ଭାଳି ପାରି ନ କଲା ଗୋଟେ ଗୋଟା ରସୁଣ ପକା, କାରଣ ତାର ବି ଫ୍ଲେଭରଟା ଆହୁରି ଅଲଗା। ତାପରେ ଆଳୁକୁ ପକେଇ ଦେଇକି ମ୍ୟାରିନେଟ୍ ହେଇକି ଥିବା ଚିକେନକୁ ବି ମୁଁ ପକେଇଦେଲି। ତାପରେ ଟିକେ ଘଣ୍ଟା ଘଣ୍ଟି କରିକି ଟିକେ ଅପେକ୍ଷା କରିକି ରେଡ଼ି ହେଇଯାଇଥିଲା ଆମ କଷା। ଭାଇ ଦେଖନ୍ତୁ ସିରିୟସଲି କେତେ ବଢ଼ିଆ ଦେଖାଯାଉଛି। ପୁରା ଅଲଗା ଲେବୁଲର ଭାଇ କିନ୍ତୁ ହେଇଥିଲା ଆଜି। ତ ଭାଇ କହିଲା ଶୁଣୁ ଟୋଟାଲ ଉପରେ ସେ ଖାଇବା ପଛରେ ଯାହା, ଆଗ ଟିକେ କାର୍ଡ ଆମେ ଟିକେ ଟେଷ୍ଟ କରିବା। ତ ଆମେ ଦି ଭାଇ ଟେଷ୍ଟ କରିବାକୁ କାଢ଼ିକି ଖେଳଟାକୁ ବସିକି ଦେଖୁଥିଲୁ। ତାପରେ ଭାଇ ଯେହେତୁ ଆମ ଆକ୍ୱାର୍ଡ ଖରାପ ହେଇଯାଇଛି ଆମେ ବାହାରି ପଡ଼ିଥିଲୁ ଦି ଭାଇ ଏନ୍ଏଚରେ ବିନା ହେଲମେଟରେ କଣ ନା ପାଣି ଆଣିବାକୁ। ତ ଭାଇ କେମିତି ଲାଗିଲା ଆଜିର କୁନି ବ୍ଲଗଟି ନିଶ୍ଚିନ୍ତ କମେଣ୍ଟ ସବସ୍କ୍ରାଇବରେ ଜଣେଇବେ। ରହିଲି ଆପଣଙ୍କର ଧନ୍ୟବାଦ।